ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ଚାରିଦିନିଆ ତାମିଲନାଡୁ ଗସ୍ତରେ ଯାଇ କୋଏମ୍ବାଟୁରଠାରେ ପହଞ୍ଚିଲେ ରାଷ୍ଟ୍ରପତି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଦିନକ ପାଇଁ ଉଭୟ ସଦନ ମୁଲତବୀ। ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନୂତନ ସମନ୍ୱୟ ଓ ଭାଗିଦାରୀ ଉପରେ ଗୁରୁତ୍ୱ ପ୍ରଦାନ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ରହିଥିବା ଖଣି ଅଞ୍ଚଳଗୁଡ଼ିକର ପ୍ରଥମ ପର୍ଯ୍ୟାୟ ନିଲାମ ଆସନ୍ତାକାଲି ଏବଂ ସାମୁଦ୍ରିକ ଝଡ଼ ପେଙ୍ଗଲକୁ ଦୃଷ୍ଟିରେ ରଖି ତାମିଲନାଡୁ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଚାରିଦିନିଆ ତାମିଲନାଡୁ ଗସ୍ତରେ ଯାଇ କୋଏମ୍ବାଟୁରଠାରେ ପହଞ୍ଚିଛନ୍ତି। ୱେଲିଂଟନ୍ ଉଟିସ୍ଥିତ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜର ଅଧ୍ୟାପକ ଏବଂ ଶିକ୍ଷାର୍ଥୀଙ୍କୁ ଆସନ୍ତାକାଲି ସମ୍ବୋଧନ କରିବେ। ଖରାପ ପାଗ ଯୋଗୁଁ ରାଷ୍ଟ୍ରପତି ସଡ଼କ ପଥରେ ଉଟି ଅଭିମୁଖେ ଯାତ୍ରା କରୁଛନ୍ତି। ନୀଳଗିରି ଜିଲ୍ଲାର ଆଦିବାସୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ସହ ଆସନ୍ତା 29 ତାରିଖରେ ରାଷ୍ଟ୍ରପତି ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କୋଏମ୍ବାଟୁର ଏବଂ ଉଟି ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ସଦନକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଲୋକସଭା ଅଧିବେଶନ ଆଜି ଆରମ୍ଭ ହେବା କ୍ଷଣି ବିରୋଧୀ କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମ୍କେ, ଟିଏମ୍ସି ଏବଂ ଅନ୍ୟ ଦଳର ସଦସ୍ୟ ଏକ ପ୍ରମୁଖ ବ୍ୟବସାୟୀ ଗୋଷ୍ଠୀ ବିରୋଧରେ ଲାଞ୍ଚ ଅଭିଯୋଗ ଏବଂ ଅନ୍ୟ କେତେକ ପ୍ରସଙ୍ଗ ନେଇ ଗୃହ ମଧ୍ୟଭାଗରେ ସ୍ଲୋଗାନ ଦେଇଥିଲେ। ବାଚସ୍ପତି ଓମ୍ ବିର୍ଲା ଗୃହର ଶୃଙ୍ଖଳା ଏବଂ ମର୍ଯ୍ୟାଦା ବଜାୟ ରଖିବାକୁ ସଦସ୍ୟଙ୍କୁ ବାରମ୍ବାର ଅନୁରୋଧ କରିଥିଲେ। ପ୍ରଶ୍ନକାଳ ପରେ ଉତ୍ଥାପିତ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ବାଚସ୍ପତି ପ୍ରତିଶ୍ରୁତି ଦେଇଥିଲେ। ତେବେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ଗୃହକୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ମଧ୍ୟାହ୍ନ 12ଟାରେ ଗୃହ କାର୍ଯ୍ୟ ପୁଣି ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟଙ୍କର ହଟ୍ଟଗୋଳ ପୂର୍ବଭଳି ଜାରି ରହିଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି। ସେହିଭଳି ରାଜ୍ୟସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲା ହିଂସାକାଣ୍ଡ, ମଣିପୁର ହିଂସା ଏବଂ ଏକ ବ୍ୟବସାୟିକ ଗୋଷ୍ଠୀ ବିରୋଧରେ ଲାଞ୍ଚ ଅଭିଯୋଗ ନେଇ ବିରୋଧୀ ଦଳଙ୍କ ପକ୍ଷରୁ ମୁଲତବୀ ନୋଟିସ୍ ଆଗତ କରାଯାଇଥିଲା। ଅଧ୍ୟକ୍ଷ ଜଗଦୀପ ଧନକଡ଼ ଧାରା 267 ଆଧାରରେ ଏହି ନୋଟିସ୍କୁ ଅଗ୍ରାହ୍ୟ କରିଥିଲେ। ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ପାଳନ ସଂକ୍ରାନ୍ତ ପରମ୍ପରାକୁ ଅନୁସରଣ କରିବାକୁ ଶ୍ରୀ ଧନକଡ଼ ବାରମ୍ବାର ଅନୁରୋଧ କରିଥିଲେ। ଗତ 30 ବର୍ଷ ମଧ୍ୟରେ ଏହି 267 ଧାରାକୁ ଥରେ ମାତ୍ର ଲାଗୁ କରାଯାଇଛି ବୋଲି ଶ୍ରୀ ଧନକଡ଼ ସଦସ୍ୟଙ୍କୁ ଜଣାଇଥିଲେ। ବିତର୍କ ଏବଂ ଆଲୋଚନା ମାଧ୍ୟମରେ କାର୍ଯ୍ୟଦକ୍ଷତା ବୃଦ୍ଧି କରିବାକୁ ଅଧ୍ୟକ୍ଷ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ତେବେ ହଟ୍ଟଗୋଳ ଯୋଗୁଁ ଗୃହକୁ ପୂର୍ବାହ୍ନ 11:30 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। 11:30ଟାରେ ରାଜ୍ୟସଭା ବୈଠକ ପୁନଃ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟଙ୍କ ପକ୍ଷରୁ ପୂର୍ବଭଳି ପରିସ୍ଥିତି ଜାରି ରହିଥିଲା। ଶ୍ରୀ ଧନକଡ଼ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଦିନକ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ସାମାଜିକ ଗଣମାଧ୍ୟମରେ ଅସାମାଜିକ ବିଷୟବସ୍ତୁକୁ ରୋକିବା ପାଇଁ ପ୍ରଚଳିତ ଆଇନକୁ ଆହୁରି ସୁଦୃଢ଼ କରିବାର ଆବଶ୍ୟକତା ରହିଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଲୋକସଭାରେ ଏ ସଂକ୍ରାନ୍ତ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଯାଞ୍ଚ ଅଭାବରୁ ସାମାଜିକ ଗଣମାଧ୍ୟମରେ ବହୁ ଅସାମାଜିକ ବିଷୟବସ୍ତୁ ପ୍ରଦର୍ଶିତ ହେଉଛି। ସୂଚନା ଓ ପ୍ରଯୁକ୍ତିବିଦ୍ୟା ଆଇନ ଅଧୀନରେ ସରକାର ଆଇଟି ନିୟମ 2021 ନେଇ ବିଜ୍ଞପ୍ତି ଜାରି କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଓଟିଟି ପ୍ଲାଟଫର୍ମରେ ଆଇନ ଅନୁଯାୟୀ ବିଷୟବସ୍ତୁ ପ୍ରସାରଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଗତ ମାର୍ଚ୍ଚ ମାସରେ ଆଇନ ଅନୁଯାୟୀ ଅସାମାଜିକ ବିଷୟବସ୍ତୁ ସମ୍ପର୍କିତ 18ଟି ଓଟିଟି ପ୍ଲାଟଫର୍ମକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନିଷେଧ କରାଯାଇଛି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନୂତନ ସମନ୍ୱୟ ଏବଂ ଭାଗିଦାରୀ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗୁରୁତ୍ୱ ଦେଇଛନ୍ତି। ଇଟାଲୀର ଫିୟୁଗିଠାରେ ଭାରତ ପ୍ରଶାନ୍ତ ମହାସାଗରୀୟ ସହଯୋଗୀଙ୍କ ସହ G7 ବୈଦେଶିକ ମନ୍ତ୍ରୀଙ୍କ ଆଉଟ୍ରିଚ୍ ବୈଠକରେ ଯୋଗଦେଇ ଡକ୍ଟର ଜୟଶଙ୍କର ସେହି ଅଞ୍ଚଳରେ 6ଟି ପ୍ରମୁଖ କ୍ଷେତ୍ର ଉପରେ ସହଯୋଗ ନେଇ ଆଲୋଚନା କରିଛନ୍ତି। ସେଗୁଡ଼ିକ ମଧ୍ୟରେ ସାମୁଦ୍ରିକ ସହାବସ୍ଥାନ, ସେମିକଣ୍ଡକ୍ଟର, ଯୋଗାଣ ଶୃଙ୍ଖଳ, ଅସ୍ଥାୟୀ ଋଣକୁ ଏଡ଼ାଇବା ପାଇଁ ସମ୍ବଳ ଉପଯୋଗ, ବିକାଶ ଲାଗି ପ୍ରଶାସନ, ସ୍ୱାସ୍ଥ୍ୟ ଓ ପ୍ରଯୁକ୍ତିବିଦ୍ୟା ଆଦି ଅନ୍ତର୍ଭୁକ୍ତ। ଆନ୍ତର୍ଜାତିକ ଆଇନକୁ ସମ୍ମାନ ଜଣାଇ ଏସବୁ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଅତ୍ୟନ୍ତ ଜରୁରୀ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ରହିଥିବା ଖଣି ଅଞ୍ଚଳଗୁଡ଼ିକର ପ୍ରଥମ ପର୍ଯ୍ୟାୟ ନିଲାମ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିରେ ଆରବ ସାଗର ଏବଂ ଆଣ୍ଡାମାନ ସାଗର ଉପକୂଳ ଅଞ୍ଚଳରେ ଥିବା 13ଟି ଖଣି ଅଞ୍ଚଳକୁ ସାମିଲ କରାଯାଇଛି। ଭିତ୍ତିଭୂମି ବିକାଶ, ସବୁଜ ଶକ୍ତି ଏବଂ ହାଇଟେକ୍ ଉତ୍ପାଦନ କ୍ଷେତ୍ରରେ ଉପଯୋଗୀ ହୋଇପାରୁଥିବା ଖଣିଜ ପଦାର୍ଥ ସେହି ଅଞ୍ଚଳରେ ଥିବା ଜଣାପଡ଼ିଛି। ଖଣି ମନ୍ତ୍ରଣାଳୟ କହିଛି, ଉପକୂଳ ଅଞ୍ଚଳର ସମୁଦ୍ର ତଳେ ଖଣିଜ ସମ୍ପଦର ଅନୁସନ୍ଧାନ ଏବଂ ଏହାର ଉତ୍ତୋଳନ ସହ ଉପଯୋଗ ପାଇଁ ଏଭଳି ପଦକ୍ଷେପ ଉଲ୍ଲେଖନୀୟ। ଉପକୂଳ ଅଞ୍ଚଳ ମଧ୍ୟରେ ଜଳସୀମା, ମହାଦେଶୀୟ ଅଞ୍ଚଳ, ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ଏବଂ ଅନ୍ୟାନ୍ୟ ସାମୁଦ୍ରିକ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଇଛି। 20 ଲକ୍ଷ ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳ ବିଶିଷ୍ଟ ଦେଶର ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ରେ ଯଥେଷ୍ଟ ଖଣିଜ ସମ୍ପଦ ରହିଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଆଜି ନୂଆଦିଲ୍ଲୀରେ ବାଲ୍ ବିବାହମୁକ୍ତ ଭାରତ ଶୀର୍ଷକ ଏକ ଜାତୀୟ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଦେଶକୁ ବାଲ୍ୟ ବିବାହମୁକ୍ତ ରାଷ୍ଟ୍ରରେ ପରିଣତ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। ଏହି ଅବସରରେ ବାଲ୍ୟ ବିବାହମୁକ୍ତ ଭାରତ ପୋର୍ଟାଲର ସେ ଉନ୍ମୋଚନ କରିଛନ୍ତି। ବାଲ୍ୟ ବିବାହକୁ ରୋକିବା ପାଇଁ ସଚେତନତା ବୃଦ୍ଧି ଏବଂ ପ୍ରଭାବଶାଳୀ ପଦକ୍ଷେପ ଲକ୍ଷ୍ୟରେ ଏହି ଅଭିଯାନ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଜେଲ୍ରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ମୁକ୍ତି ଦାବିରେ ଇସ୍ଲାମାବାଦର ଡି ଚୌକ୍ଠାରେ ବିକ୍ଷୋଭ କରୁଥିବା ସମର୍ଥନକାରୀଙ୍କ ଉପରେ ପାକିସ୍ତାନ ସୁରକ୍ଷା ବାହିନୀ ଚଢ଼ାଉ କରିଛି। ସୁରକ୍ଷା ବାହିନୀ ପକ୍ଷରୁ ଭିଡ଼କୁ ପ୍ରତିହତ କରିବା ଲାଗି ଲୁହବୁହା ଗ୍ୟାସ୍ ଛଡ଼ାଯିବା ସହ ଶତାଧିକ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି। ଇମ୍ରାନ୍ ଖାଁଙ୍କ ପତ୍ନୀ ବୁଶରା ବିବିଙ୍କ ନେତୃତ୍ୱରେ ହଜାର ହଜାର ବିକ୍ଷୋଭକାରୀ ଇସ୍ଲାମାବାଦ ସିଟି ସେଣ୍ଟରଠାରେ ଏକତ୍ରିତ ହୋଇଥିଲେ। ଏକାଧିକ ସୁରକ୍ଷା ବଳୟକୁ ଭଙ୍ଗ କରି ବିକ୍ଷୋଭକାରୀମାନେ ଦେଶର ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳ ରେଡ୍ ଜୋନ୍ରେ ପ୍ରବେଶ କରିଥିଲେ। ସେଠାରେ ବହୁ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ରହିଛି। ବିକ୍ଷୋଭଜନିତ ହିଂସାକାଣ୍ଡ ଯୋଗୁଁ 6 ଜଣ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ହୋଇଥିଲା। 12ରୁ ଅଧିକ ଆହତ ହୋଇଛନ୍ତି। ତେବେ ସେଠାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ଜଣାପଡ଼ିଛି। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ଠାରେ ଚାଲିଥିବା 43ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା IITF ଆଜି ଉଦ୍ଯାପିତ ହେବ। 14 ଦିନ ଧରି ଚାଲିଥିବା ଏହି ମେଳାରେ ଦେଶର ଅର୍ଥନୈତିକ ଏବଂ ସାଂସ୍କୃତିକ ସମୃଦ୍ଧିକୁ ବିଶ୍ୱସ୍ତରରେ ପ୍ରଦର୍ଶନ କରାଯାଇଛି। ଚଳିତ ବର୍ଷର ମେଳାରେ ଝାଡ଼ଖଣ୍ଡକୁ ପ୍ରାଥମିକତା ପ୍ରଦାନ କରାଯାଇଥିବା ବେଳେ ବିହାର ଏବଂ ଉତ୍ତରପ୍ରଦେଶକୁ ସହଯୋଗୀ ରାଜ୍ୟ ଭାବେ ଗ୍ରହଣ କରାଯାଇଥିଲା। ଚୀନ୍, ଇଜିପ୍ଟ, ଇରାନ, ଦକ୍ଷିଣ କୋରିଆ, ଥାଇଲାଣ୍ଡ, ତୁର୍କୀ ଏବଂ UAE ସମେତ 11ଟି ଦେଶ ଆନ୍ତର୍ଜାତିକ ମେଳାରେ ଅଂଶଗ୍ରହଣ କରିଛନ୍ତି। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗତ 6 ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି 13 କିଲୋମିଟର ବେଗରେ ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହା ତ୍ରିଙ୍କୋମାଳୀଠାରୁ ପ୍ରାୟ 130 କିଲୋମିଟର ପୂର୍ବ ଦକ୍ଷିଣ ପୂର୍ବ ଏବଂ ନାଗାପଟ୍ଟିନମ୍ଠାରୁ 400 କିଲୋମିଟର ଦକ୍ଷିଣ ପୂର୍ବ ଓ ଚେନ୍ନାଇଠାରୁ 590 କିଲୋମିଟର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ଅବସ୍ଥିତ ଅଛି। ଆସନ୍ତା 12 ଘଣ୍ଟା ମଧ୍ୟରେ ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରି ସାମୁଦ୍ରିକ ଝଡ଼ରେ ପରିଣତ ହେବ। ଆସନ୍ତା 48 ଘଣ୍ଟା ମଧ୍ୟରେ ଏହା ତାମିଲନାଡୁ ଏବଂ ଶ୍ରୀଲଙ୍କା ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ଏହି ସାମୁଦ୍ରିକ ଝଡ଼ ପେଙ୍ଗଲକୁ ଦୃଷ୍ଟିରେ ରଖି ତାମିଲନାଡୁ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି। IMDର ବରିଷ୍ଠ ବୈଜ୍ଞାନିକ RK ଜେନାମଣି କହିଛନ୍ତି, ଉପକୂଳ ଆନ୍ଧ୍ରପ୍ରଦେଶରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଆସନ୍ତା 3 ଦିନ ପର୍ଯ୍ୟନ୍ତ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ତାମିଲନାଡୁ ଉପକୂଳ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ସାମୁଦ୍ରିକ ଝଡ଼ ପେଙ୍ଗଲର ଗତିପଥକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ସମୁଦ୍ରର ଗଭୀର ଅଞ୍ଚଳକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। କେତେକ ସ୍ଥାନରେ 200 ମିଲିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେଠାକାର ପାଣିପାଗ ବିଭାଗ କହିଛି। ଶ୍ରୀଲଙ୍କା ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 17ଟି ଜିଲ୍ଲାର ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ 10,000ରୁ ଅଧିକ ଲୋକଙ୍କୁ ଇତିମଧ୍ୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ପ୍ରଦାନ ନିମନ୍ତେ ପରିଚାଳନା କେନ୍ଦ୍ର ଏବଂ ଶ୍ରୀଲଙ୍କା ପୁଲିସ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ସ୍ଥାପନ କରାଯାଇଛି। ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ସେନା ଏବଂ ନୌସେନାକୁ ମୁତୟନ କରାଯାଇଥିବା ଜଣାପଡ଼ିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। 4 ଦିନିଆ ତାମିଲନାଡୁ ଗସ୍ତରେ ଯାଇ କୋଏମ୍ବାଟୁରରେ ପହଞ୍ଚିଲେ ରାଷ୍ଟ୍ରପତି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଦିନକ ପାଇଁ ଉଭୟ ସଦନ ମୁଲତବୀ। ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନୂତନ ସମନ୍ୱୟ ଏବଂ ଭାଗିଦାରୀ ଉପରେ ଗୁରୁତ୍ୱ ପ୍ରଦାନ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ।
ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ରହିଥିବା ଖଣି ଅଞ୍ଚଳଗୁଡ଼ିକର ପ୍ରଥମ ପର୍ଯ୍ୟାୟ ନିଲାମ ଆସନ୍ତାକାଲି ଏବଂ ସାମୁଦ୍ରିକ ଝଡ଼ ପେଙ୍ଗଲକୁ ଦୃଷ୍ଟିରେ ରଖି ତାମିଲନାଡୁ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ news.air.gov.in ୱେବସାଇଟ୍ ଏବଂ news.air ଆପ୍ରେ ଲଗ୍ଇନ୍ କରିପାରିବେ।